ସବୁଜ ସୁନ୍ଦର ଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ। ଶୀତର ଆଗମନକୁ ଝାପ୍ସା ଝାପ୍ସା କୁହୁଡ଼ି, ଚଢ଼େଇଙ୍କ କିଚିରି ମିଚିରି ଶବ୍ଦ। ଏ ହେଉଛି ମଙ୍ଗଳାଯୋଡ଼ି। ଶୀତର ଆରମ୍ଭରେ ଆସିଗଲେଣି ଅତିଥି। ଶାନ୍ତ ଓ ମନୋରମ ପରିବେଶରେ ସେମାନଙ୍କ ନିର୍ବିଘ୍ନ ଆଚରଣ, କଳରବରେ ମଧୁର ପରିବେଶ। ଶୀତ ଯେତିକି ବଢ଼ୁଛି, ମଙ୍ଗଳାଯୋଡ଼ିରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବି ସେତିକି ବଢ଼ୁଛି। ଶୀତ ଛୁଆଁରୁ ମଙ୍ଗଳାଯୋଡ଼ି ମୁହାଁ ବିଦେଶୀ ପକ୍ଷୀ। ଏହି ମଙ୍ଗଳାଯୋଡ଼ିକୁ ମାଇଲ ମାଇଲ ଦୂରରୁ ଉଡ଼ି ଆସନ୍ତି ଅନେକ ବିଦେଶୀ ପକ୍ଷୀ। ଅକ୍ଟୋବର ମାସରୁ ହିଁ ମଙ୍ଗଳାଯୋଡ଼ିରେ ଏମିତି ରଙ୍ଗ ବେରଙ୍ଗର ପକ୍ଷୀ ଦେଖିବାକୁ ମିଳିଥାନ୍ତି। କାଶ୍ମୀର, ଲଦାଖ ସହ ୟୁରୋପ ଏବଂ ଏସିଆର ଅନେକ ଦେଶରୁ ଏହି ପକ୍ଷୀ ଶୀତରେ ବୁଲି ଆସନ୍ତି ମଙ୍ଗଳାଯୋଡ଼ିକୁ। ମଙ୍ଗଳାଯୋଡ଼ି ପର୍ଯ୍ୟଟନସ୍ଥଳୀ, ଯାହା ପ୍ରକୃତିକୁ ଉପଭୋଗ କରିବାରେ ଏକ ସୁନ୍ଦର ଗନ୍ତବ୍ୟସ୍ଥଳ। ଏହା ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାଠାରୁ 40 କିଲୋମିଟର ଦୂରରେ ଅବସ୍ଥିତ। ଏସିଆ ମହାଦେଶର ସର୍ବବୃହତ୍ତମ ଲୁଣା ହ୍ରଦ ଚିଲିକାର ଉତ୍ତର ପୂର୍ବ ଉପକୂଳରେ ରହିଛି ଏହି ଗାଁଟି। ଶୀତଦିନେ ଏହି ସ୍ଥାନ ପକ୍ଷୀମାନଙ୍କ ପାଇଁ ପାଲଟିଯାଏ ସ୍ୱର୍ଗ। ତେଣୁ ଏହି ସ୍ଥାନକୁ କୁହାଯାଏ ପକ୍ଷୀମାନଙ୍କର ସ୍ୱର୍ଗ। ପ୍ରତିବର୍ଷ ମଙ୍ଗଳାଯୋଡ଼ିକୁ ଆସନ୍ତି ବିଦେଶୀ ପକ୍ଷୀ। ସେମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ବି କରିଥାଏ ବ୍ୟାପକ ବ୍ୟବସ୍ଥା। ସେଥିପାଇଁ ସେମାନେ ଏଠାକୁ ନିଜକୁ ସୁରକ୍ଷିତ ମନେକରି ଖୋଲା ଆକାଶରେ ନିର୍ଭୟରେ ଉଡ଼ି ବୁଲନ୍ତି। ବ୍ୟୁରୋ ରିପୋର୍ଟ, ପ୍ରମେୟ.com।